ପଦ୍ମଫୁଲ କହିଲେ ସାଧାରଣତଃ ଆଖି ଆଗକୁ ଆସେ ପୋଖରୀ ଗାଡ଼ିଆ କିମ୍ବା ଜଳାଶୟର ଦୃଶ୍ୟ। କିନ୍ତୁ କଂକ୍ରିଟ ଜଙ୍ଗଲର ସହର ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଭିନ୍ନ ସ୍ୱପ୍ନର ବାସ୍ତବ ରୂପ। କୌଣସି ଜଳାଶୟ ନୁହେଁ, ବରଂ ଘରର ଛାତ ଉପରେ ହସୁଛି ରଙ୍ଗ ବେରଙ୍ଗୀର ସୁକୋମଳ ଶତଦଳ। ଛାତ ଉପରେ ପଦ୍ମଫୁଲର ସଫଳ ଚାଷ କରି ଏଠାରେ ସବୁ ପ୍ରକାର ଚାଷ କରିହେବ ବୋଲି ଧାରଣା ସୃଷ୍ଟି କରିଛନ୍ତି ସ୍ଥାନୀୟ ଜଣେ ଅଧିବାସୀ ଚନ୍ଦନ ସାମନ୍ତରାୟ। ଭୁବନେଶ୍ୱର ରସୁଲଗଡ଼ ବାସିନ୍ଦା ଚନ୍ଦନ ସାମନ୍ତରାୟ ନିଜ ଘରର 1200 ବର୍ଗଫୁଟ ପରିମିତ ଛାତକୁ ପଦ୍ମ ବଗିଚାରେ ପରିଣତ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦୈନିକ ପୂଜା ପାଇଁ ପ୍ରଥମେ ସେ 2ଟି କୁଣ୍ଡରେ ଆରମ୍ଭ କରିଥିଲେ ଏହି ଭକ୍ତିପୂତ ପ୍ରୟାସ। ଏବେ ସବୁଜ ପତ୍ର ଉହାଡ଼ରେ ଧଳା ଅଳତା ରଙ୍ଗର ଆକର୍ଷଣୀୟ ପଦ୍ମଫୁଲ ଶୋଭାବର୍ଦ୍ଧନ କରିଛି। ମହାପ୍ରଭୁଙ୍କ ସେବା ପାଇଁ ଫୁଲଚାରାଟିଏ ଲଗାଇବା ଭିତରେ ଏବେ ସେ ପାଲଟିଛନ୍ତି ଜଳଜ ଉଦ୍ଭିଦର ବଡ଼ ସଂଗ୍ରାହକ ଓ ସଂରକ୍ଷକ। 86 ଭେରାଇଟିର ପଦ୍ମଫୁଲ ମୋ ଛାତ ଉପରେ ଅଛି। ହ୍ୱାଇଟ୍ ପିଓନି, ୟେଲୋ ପିଓନି, ରେଡ୍ ପିଓନି, Q201, Q202, Q203, Q210, ଆପଣଙ୍କର Q30, ଆପଣଙ୍କର ଏଇଟା ହେଉଛି ମିରାକିଲ୍, ଆପଣଙ୍କର ବଟନ୍ ମିଲ୍କ, ଆପଣଙ୍କର ହ୍ୱାଇଟ୍ ସ୍ନୋ, ରେଡ୍ ପିଓନି ଆପଣଙ୍କର 1000 ପେଟାଲ, ବହୁତ ଅଛି, ଇନ୍ଦୁଲେଖା ସବୁ ଅଛି ଆଉ। ଚନ୍ଦନଙ୍କ ଛାତ ବଗିଚାରେ ଲାଗିଛି 85 ପ୍ରଜାତିର ପଦ୍ମଚାରା। ଏସବୁ ଚାରା ଆସିଛି ଭିଏତନାମ, କେରଳ ଓ ପଶ୍ଚିମବଙ୍ଗରୁ। ଓଡ଼ିଶାର 5-7 ପ୍ରକାରର ଦେଶୀ ପ୍ରଜାତି ରୋପଣ କରିଛନ୍ତି ଚନ୍ଦନ। ରୋପିତ ପ୍ରମୁଖ ପ୍ରଜାତି ମଧ୍ୟରେ ରହିଛି ୟେଲୋ ପିଓନି, ହ୍ୱାଇଟ୍ ପିଓନି, ରେଡ୍ ପିଓନି ଓ ଗ୍ରୀନ୍ ଆପଲ୍ ଭଳି ବିରଳ ପ୍ରଜାତି। ଚାରାଗୁଡ଼ିକର ବିକାଶ ଓ ସୁନ୍ଦର ଫୁଲ ପାଇଁ ପ୍ରତି 3 ଦିନରେ ଥରେ ବଦଳା ଯାଉଛି କୁଣ୍ଡର ପାଣି। ଶୁଖିଲା ପତ୍ର ସଫା କରାଯିବା ସହିତ ଚାରାକୁ ଦିଆଯାଉଛି ଖାଦ୍ୟ। ପାଣି ଦେବା, ପତ୍ର ସଫା କରିବା ଓ ଖାଦ୍ୟ ଦେବା ପାଇଁ 2 ଜଣଙ୍କୁ ନିୟୋଜିତ କରିଛନ୍ତି ଚନ୍ଦନ। ଏଠାରୁ ଉତ୍ପାଦିତ ଫୁଲ ବିକ୍ରି ହୋଇନଥାଏ। ଚନ୍ଦନଙ୍କ ଦ୍ୱାରା ପୂଜିତ ଜଗନ୍ନାଥ ଓ ହନୁମାନଙ୍କ ସେବାରେ ଅର୍ପଣ ହୁଏ। ଜଗନ୍ନାଥ ମହାପ୍ରଭୁଙ୍କୁ ରଖିଛି। ପ୍ରଥମେ ଯୋଡ଼ିଏ କୁଣ୍ଡ କରିଥିଲେ। ଯୋଡ଼ିଏ କୁଣ୍ଡ ପରେ ଫୁଲ ଯେତେବେଳେ ହେଲା ଠାକୁରଙ୍କୁ ଦେଲେ, ଲୋଭ ହେଲା। ମୁଁ କ'ଣ କରିଛି, ସିଏ ତ ସବୁ କରିଛନ୍ତି, ମୁଁ କିଛି କରିନି ଆଜ୍ଞା। ସବୁ ଯୋଡ଼ିଏରୁ ଯୋଡ଼ିଏ ଆଜି 86 ଭେରାଇଟି ହେଇଛି ଆଉ। ନା, ଫୁଲ ମୁଁ ବିକ୍ରି କୌଣସି ହାଲତରେ କରେନି। ଗଛ ଏବେ ଯେଉଁ ହେଉଛି, ଗଛ କିଛି ବିକ୍ରି କରେ, ଫୁଲ ଓନ୍ଲି ଠାକୁର, ନହେଲେ ମୋ ଗଛରେ ଏମିତି ମଳିଯାଏ। ଛାତ ଉପରେ ଚାଷର ନୂଆ ସମ୍ଭାବନାକୁ ସାକାର କରିଛନ୍ତି ଚନ୍ଦନ। କୁଣ୍ଡରେ ବିଦେଶୀ ପଦ୍ମଫୁଲ ଚାଷ କରି ପାଇଛନ୍ତି ଆତ୍ମିକ ଖୁସି। ଭୁବନେଶ୍ୱରରୁ କ୍ୟାମେରା ପର୍ସନ କ୍ରିଷ୍ଣା ଶତପଥୀଙ୍କ ସହ କବିତା ସ୍ୱାଇଁଙ୍କ ରିପୋର୍ଟ, ଅର୍ଗସ୍ ନ୍ୟୁଜ୍।